ତୁମ ନାଁ ବଞ୍ଚିବ, ଅବଶ୍ୟ ବଞ୍ଚିବ, କାଳ କାଳ ପାଇଁ ବଞ୍ଚିବ। ସାରଥୀ ସାରଥୀ ଗାଡ଼ିରେ ଜିନିଷ ସବୁ ଲଦା ହେଇଗଲା। ସାର୍ ପୁରା ଚାଉଳ ସବୁ ଲଦା ହେଇଯାଇଛି। ଧୋତି ଆଉ ଶାଢ଼ୀ ଧୋତି ଶାଢ଼ୀ ବି ଲଦା ହେଇଯାଇଛି। ଅଧରାତିରେ ସୁବର୍ଣ୍ଣ ରେଖାରେ ପଟି ଆସିଛି। ଲୋକେ ସବୁ ନିଦରେ ଶୋଇଥିବେ, ବଢ଼ି ପାଣି ଚାହୁଁ ଚାହୁଁ ଚାରିଆଡ଼େ ମାଡ଼ି ଯାଇଥିବେ। କେତେ ଲୋକ ଯେ ଭାସି ଯାଇଥିବେ, କାନ୍ଥ ସବୁ ଭୁଷୁଡ଼ି ପଡ଼ିଥିବେ, ଘର ସବୁ ଭାଙ୍ଗି ଯାଇଥିବେ। ସାରଥୀ ମତେ ଜଳ ଜଳ ଏ ସବୁ ଦେଖାଯାଉଛି। ସାରଥୀ ଚାରିଆଡ଼େ ଜଳାନନ୍ଦ, ମା ଆଖି ଆଗରେ ଛୁଆ ଭାସି ଯାଉଛି, ସ୍ୱାମୀ ଆଖି ଆଗରେ ସ୍ତ୍ରୀ ବୁଡ଼ି ଯାଉଛି, ସେମାନଙ୍କ ବିକଳ କାନ୍ଦଣା ମତେ ଶୁଣାଯାଉଛି। ଶୁଣାଯାଉଥିବ ସାର୍। ଆପଣଙ୍କର ଲୋକମାନଙ୍କ ପ୍ରତି ଯେତେ ଦୟା ସାର୍, ସେମାନେ କାନ୍ଦିଲେ ଆପଣଙ୍କୁ ନିଶ୍ଚୟ ଶୁଣାଯାଉଥିବ ସାର୍। ସାର୍ ସେମାନଙ୍କ ଦୁଃଖ ଆପଣ ନିଶ୍ଚୟ ଦେଖାଯାଉଥିବ ସାର୍। ଗଛ ଉପରେ, ଚାଳ ଉପରେ ଲୋକେ ଆଶ୍ରୟ ଦେଇଛନ୍ତି, ଅପେକ୍ଷା କରିଛନ୍ତି। ଡଙ୍ଗା ଆସିବ, ସେମାନଙ୍କୁ ଉଦ୍ଧାର କରିବ। ହେଲିକପ୍ଟର ଆସିବ, ଖାଦ୍ୟ ପୁଡ଼ିଆ ପଠେଇବ। ଟିକେ ଡେରି ହେଇଗଲେ କ'ଣ ନାହିଁ କ'ଣ ଅଘଟଣ ଘଟିଯାଇ ଲୋକଙ୍କ ଜୀବନ ମରଣ କଥା। ମତେ ଏଇ ସାଙ୍ଗେ ସାଙ୍ଗେ ସେଠିକି ଯିବାକୁ ପଡ଼ିବ। ହଁ ସାର୍, ଲୋକମାନେ ଆପଣଙ୍କୁ ଶତ୍ରୁଷ୍ଣ ନହେଲେ ଚାହିଁଛନ୍ତି ସାର୍। ଆପଣ ଶୀଘ୍ର ଯାଆନ୍ତୁ ସାର୍। ତମେ ହିଁ କୁହ ସାରଥୀ, ଲୋକଙ୍କର ଦୁଃସମୟରେ ମୁଁ ଯଦି ତାଙ୍କ ପାଖେ ଠିଆ ନହେବି ତାହେଲେ ଠିଆ ହେବେ କେତେ? ହଁ ସାର୍, ଏ ସମୟ ଛିଡ଼ା ନହେଲେ ଆପଣ କେତେବେଳେ ଛିଡ଼ା ହେବେ? ଆଚ୍ଛା ସାରଥୀ, ମନ୍ତ୍ରୀ ସେଠି କେତେବେଳେ ପହଞ୍ଚିବେ? ସାର୍ ମନ୍ତ୍ରୀ ସାର୍ 10ଟା ବେଳେ ସାର୍ ସମୟ ହେଇଗଲା। 10ଟା ବେଳେ? ସାର୍ ତାର ତ ସମୟ ହେଇଗଲା। ହଁ ସାର୍ ହେଇଗଲା। ମତେ ଏଇ ଅଧଘଣ୍ଟା ଭିତରେ ବାହାରିବାକୁ ପଡ଼ିବ। ସାର୍ ତମେ ଗୋଟେ କାମ କର, ସାର୍ ସେ ଟ୍ରକ୍ରେ ବେଟ୍ରି ପଠେଇ ଦିଅ। ସାର୍ ମୋର କାର୍ ପଛେ ପଛେ ଯିବି। ସାର୍ ସାର୍ ଆଉ ସେ ଫଟୋଗ୍ରାଫର ଟ୍ରକ୍ରେ ପଠେଇଦେବି। ନା ଫଟୋଗ୍ରାଫର ଟ୍ରକ୍ରେ ପଠେଇ ସେ କାର୍କୁ ମୋ ସାଙ୍ଗେ କାର୍ରେ ଯିବି। ହେଲା। କିନ୍ତୁ ସାର୍ କିନ୍ତୁ ପୁଣି କ'ଣ? ସାର୍ ମ୍ୟାଡ଼ାମ୍ ସାର୍ ଡକ୍ଟର କହୁଥିଲେ ମ୍ୟାଡ଼ାମ୍ଙ୍କ କଣ୍ଡିସନ୍ ସିରିୟସ୍ ସାର୍। ସାର୍ ମୁଁ କ'ଣ କହୁଥିଲି ଆପଣ ଟିକେ ମ୍ୟାଡ଼ାମ୍ଙ୍କ ପାଖରେ ଏଇ ସମୟରେ ରହିଲ, ବାକି ତ ଏଇ କାମଟା ଆଉ କାହା ଦ୍ୱାରା କରିଦେଲେ ସାର୍ ଭଲ ହୁଅନ୍ତା ସାର୍। ମୁଁ ସବୁ ଜାଣେ ସାରଥୀ, କିନ୍ତୁ ସମୂହ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। କରେକ୍ଟ ସାର୍। ତା ଛଡ଼ା ତମେ ତ ଅଛ, ଡାକ୍ତର ତ ଅଛନ୍ତି, ମୁଁ ଥାଇ ଅଧିକାଟା କ'ଣ କରିବି? ବରଂ ଭଗବାନଙ୍କୁ ଡାକିବା, ଯାହା କରିବା କଥା ସେ ଭଗବାନ କରିବେ। ହଁ ସାର୍, ଭଗବାନଙ୍କ ଛଡ଼ା ଆଉ କିଏ ସାର୍ ଦୁନିଆରେ ବଡ଼ ଅଛି ସାର୍? ସେଇ ଯାହା କରିବା କଥା କରିବେ ସାର୍। ତମେ ଜାଣ ନା ସାରଥୀ, ମୋ ସ୍ତ୍ରୀ ମତେ ଚାରି କାନ୍ଥ ଭିତରେ ବାନ୍ଧି ରଖିବାକୁ ଜମା ଚାହାନ୍ତି। ତାଙ୍କ ଇଚ୍ଛା ଲୋକେ ମତେ ଚିହ୍ନନ୍ତୁ, ମୋ ନାଁ ଜାଣନ୍ତୁ, ମତେ ଶ୍ରଦ୍ଧା କରନ୍ତୁ। ମୁଁ 5 ଜଣରେ ଜଣେ ହିଁ ଗଣା ହୁଏ। ଖବର କାଗଜରେ ମୋ ନାଁ ବାହାରିଲେ ସେ ଏତେ ଖୁସି ହୁଅନ୍ତି ଯେ ଖୁସି ହଉଥିବେ ସାର୍। କଥା କ'ଣ ସାର୍, କଷ୍ଟ ବଢ଼ିଲେ ସାର୍ ଆନନ୍ଦ କମେ, ଆଉ ଆନନ୍ଦ ବଢ଼ିଲେ ସାର୍ କଷ୍ଟ କମେ। ସିଏ ସାର୍ ବେଶୀ ଖୁସି ହେଲେ ସାର୍ ନିଜ କଷ୍ଟ ନିଜେ ସହିଯିବେନି ସାର୍। ବନ୍ୟାରେ ଲୋକେ ଭାସି ଯାଉଛନ୍ତି, ସାର୍ ଖାଇବାକୁ ନ ପାଇ ମରି ଯାଉଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସେଠିକି ଯାଇଛି। ଏ କଥା ଶୁଣିଲେ ସେ ଏତେ ଖୁସି ହେବେ ଯେ ଆଉ କାଲି ଯେତେବେଳେ ଖବର କାଗଜରେ ମୋ ନାଁ ବାହାରିବ, ମନ୍ତ୍ରୀଙ୍କ ଫଟୋ ସାଙ୍ଗେ ମୋ ଫଟୋଟା ବାହାରିବ, ତାକୁ ଦେଖିଲେ ତାଙ୍କ ସବୁ କଷ୍ଟ ଦୂର ହୋଇଯିବ, ତାଙ୍କ ରୋଗ ବି ଭଲ ହେଇଯିବ। ସାରଥୀ, ଅବଶ୍ୟ ଭଗବାନ ନମ୍ବର ଯଦି ଦୈବାତ କିଛି ଅଘଟଣ ଘଟିଯାଏ, ମୋବାଇଲ ଅଛି, ତମେ ସାଙ୍ଗେ ସାଙ୍ଗେ ମୋତେ ଖବର ମୁଁ ଯୋଉଠି ଯେମିତି ଯୋଉ ଅବସ୍ଥାରେ ଥାଏ, ଲୋକଙ୍କୁ ଚୂଡ଼ାଚାଉଳ ବାଣ୍ଟିଥାଏ, କି ଲୋକଙ୍କ ଆଖି ଲୁହ ପଛୁଥାଏ, କି ବକ୍ତୃତା ଦେଉଥାଏ, ମୁଁ ସାଙ୍ଗେ ସାଙ୍ଗେ ଆସି ଖବର ଗଲା ତମେ ଜମା ମନେ ରହିଲା। ତମେ ଶୀଘ୍ର ଯାଅ, ମୁଁ ତ ସାଙ୍ଗେ ସାଙ୍ଗେ ବାହାରିବି। ଟ୍ରକ୍ କାଟିକି ପଠେଇ ଦିଅ, ଆଉ ସେ ଫଟୋଗ୍ରାଫରକୁ ବି ପଠେଇ ଦିଅ। ମୁଁ ଚାଲିଲି। ଡାକ୍ତରମାନଙ୍କ ଘରଣୀମାନଙ୍କ ପ୍ରତି, ଏଇ ଡାକ୍ତରମାନଙ୍କ ଘରଣୀ ମାନେ ସନ୍ଧ୍ୟା ଦୀପ ଦେଲା ବେଳେ ମୁଣ୍ଡିଆ ଧରିକିରି କହୁଛନ୍ତି, ପ୍ରଭୁ ଡାକ୍ତରଙ୍କର ଯଦି ରୋଗୀଙ୍କୁ ଭଲ କରିବା ଧର୍ମ, ତାହେଲେ ଏମିତି ରୋଗ ଦଉଥାଉ ପ୍ରଭୁ, ରୋଗୀଙ୍କ ଧାଡ଼ି ଏମିତି ଲଗେଇଥାଅ, ତାହେଲେ ସେ ତାଙ୍କ ଧର୍ମ ରକ୍ଷା କରିବେ କେମିତି? ଅନ୍ତର୍ଯାମୀ ସିଏ ସବୁ କଥା ଜାଣିପାରୁଛନ୍ତି। ଏକ ତ କରୁଣା ସାଗର, ପୁଣି ନାରୀମାନଙ୍କ ପ୍ରତି ତାଙ୍କ ମନରେ ଗୋଟେ ସଫ୍ଟ କରିଲ କରୁଛନ୍ତି। ଆରେ କାଲି କ'ଣ ରୋଗ ହଉଛି, ଏ
ବଢ଼େଇ ଦେଲେ। ଆରେ ଏତେ ଲୋକଙ୍କୁ ଡାକେ ସେ ନ ଶୁଣତେ କେମିତି? ଶୁଣୁଛନ୍ତି ବ୍ୟବସାୟୀକୁ କଳାଧନ ଦେଉଛନ୍ତି ଆଉ ସରକାରୀ କର୍ମଚାରୀଙ୍କୁ ରିଲିଫର ଭାଗ ନେତାମାନଙ୍କୁ ଭୋଟର ଦଉଛନ୍ତି। ଆରେ ୟାଠୁ ଆଉ ଅଧିକ ମୂଲ୍ୟବାନ ଜିନିଷ ଦେଉଛନ୍ତି। ଆହୁରି ବୋଲିବା ବଡ଼ି ହେଇନି ଯେ ଶସ୍ତାରେ ରାଜ କରିବା ପାଇଁ ରୀତିମତ ଗୋଟେ ହାଟ ବସେ କିଏ ପୁରା ରାଜନୀତି ଆଉ କିଏ ବକ୍ତୃତା ଦେଇ ନାହିଁ। କିଏ ହେଲିକପ୍ଟରରୁ ବନ୍ୟାଞ୍ଚଳ ଦେଖିକି ନାହିଁ। ଆରେ କିଏ ବନ୍ୟାଞ୍ଚଳକୁ ଗୋଟେ ନଯାଏକି ନାହିଁ। ମୁଁ ବୈଠକଖାନା ଭିତରେ ବସି ପଢ଼ିଦେବି ସେଇଠି ଲୋକଙ୍କର ଦୁର୍ଦ୍ଦଶା ଦେଖୁଛି ଆଉ ଲୋକଙ୍କ ପାଇଁ କବିତା ଲେଖୁଛି ଆଉ ସେ ମୂଲ୍ୟ କବିତା ପତ୍ର ପତ୍ରିକା ଆମେ କେତେ ବର୍ଷର ଅଭିଜ୍ଞତା ଥାଇ ଲୋକମାନଙ୍କ ପାଖରେ ଯେତେବେଳେ ବହି ପାଖରେ ପହଞ୍ଚିଲୁ ସେମାନଙ୍କ ଦୁର୍ଦ୍ଦଶା ନିଜ ଆଖିରେ ଦେଖିଲୁ ସେମାନଙ୍କ ଦୁଃଖରେ ବିଗଳିତ ହୋଇ କବିତା ଲେଖିଲୁ ସେ କବିତା କୌଣସି ପତ୍ର ପତ୍ରିକାରେ ଛପା ଛାଡ଼ ଏଠି ପ୍ରତିଭାର ମୂଲ୍ୟ କିଏ ଦଉଛି କହିବୁ? ଆରେ ତୋ ଭିତରେ ପ୍ରତିଭା ଚକଚକ କରୁଛି, ମୋ ଭିତରେ ପ୍ରତିଭା ଚକଚକ କରୁଛି ନା ଆରେ ନବ କିଏ? ପ୍ରଚାର କରିପାରୁଛି ସିଏ ହିଁ ନିଜ ନାଁକୁ ବିକେଇ ମତେ ଯେତେବେଳେ 3 ବର୍ଷ ସେତେବେଳେ ମୁଁ କବିତା ଲେଖା କ'ଣ 3 ବର୍ଷ? ଆରେ ଛୁଆ ହେଇଥିଲି ମୋ କାନ୍ଦରୁ କବିତା ବାହାରୁ ସ୍କୁଲରେ ପଢ଼ିଲାବେଳେ ମୋ କବିତା ନିଜ ବଜାରରେ ବାହାରୁଥିଲା ଆଉ କଲେଜରେ ପଢ଼ିଲା ବେଳେ କଲେଜ ମୁଖପତ୍ରର ସମ୍ପାଦକ ଥିଲି। ଅଥଚ ସେତେବେଳେ ଯେଉଁମାନେ ଭୂମିକୁ ବାହାର କରିଥିଲେ ସେମାନେ ଆଜି କବି। ଅଥଚ କେତେ ବର୍ଷ ଅଭିଜ୍ଞତା ଆମର ଭାଇ ଆମ ଆଉ ମୁଁ କଲେଜରେ 6 ବର୍ଷ ଯାକ ଶ୍ରେଷ୍ଠ ଅଭିନେତା ହେଇଥିଲି। ଆରେ ମୁଁ ଅଭିନୟ ନ କଲେ ପରା ସ୍କୁଲରେ ନାଟକ ହଉନଥିଲା। ଗୋଟେ ବଡ଼ କଥା ଜାଣିଛୁ, ମୁଁ ଯେତେବେଳେ ଚାଲି ଶିଖିନଥିଲି ସେତେବେଳେ ମୁଁ ଅଭିନୟ କରୁଛି। ଶୁଣିବୁ ମା ମତେ ଗଳାରେ ବୁଲେଇକି ମା ଠିଆ ହେଇଥାଏ ମୁଁ ବୁଦାମଣି ଶୁଣିଥାଏ, ମା ଠିଆ ହେଇଥାଏ ମୁଁ ବୁଦାମଣି ଶୁଣିଥାଏ। ମା ଠିକ୍ ଚାଲିଯିବାକୁ ବସିଛି ମୁଁ ତା କାନିକି ଜବୁଡ଼ି ଧରିକିରି କାନ୍ଦିଲି। ଏମିତି ଦର୍ଶକମାନେ ତାଳି ମାରିକିରି ହଟେଇଲେ। ଛାଡ଼ ବର୍ଷ ବର୍ଷାନ୍ତର ଏତେ ପ୍ରତିଭା କିଏ ପଚାରୁଛି? ଆରେ ଯୋଉ ଫିଲ୍ମ ଦେଖ ସେଇ 2-4 ଜଣ ହିରୋ ସବୁ ଯେମିତି ଏଠି ହିରୋ ଲୋକ ନାହାନ୍ତି। ଆରେ ଫଟୋ ପଠେଇଲି, ସାର୍ଟିଫିକେଟ୍ ପଠେଇଲି, କେହି ଜଣେ ହେଲେ ଇଣ୍ଟରଭ୍ୟୁକୁ ଡାକିଲେ? କେହି ବି ଡାକିଲେ। ଥରକୁ ଥର ପଡ଼ି ତଳେ ଶିଖଇ ଅଭ୍ୟାସର ବଳ। ଅଯଥା ବିରକ୍ତ କର କଟାଘାରେ ଚୂନ ଦେଲୁ। ହଉ ଯା। ଗୋଲମରିଚ ଚନ୍ଦା ପକେଇଛ ଅଣ୍ଡା ଧରିଛି। ଆଚ୍ଛା ଦୀପ୍ତି ତମେ ତ ମୋ କବି ପ୍ରତିଭାର ସାକ୍ଷୀ। ମନା କରିବାରେ ଜୁ ଅଛି। କେତେ କବିତା ଉପହାର ପାଇଛି। ଆଚ୍ଛା ଭାଉଜ କଲେଜ ପ୍ରେମରେ ତମେ ତ ମୋ ସାଙ୍ଗରେ ହିରୋଇନ୍ ପାଠ କରୁଥିଲ, ତମେ କହିଦବ ମୋ ଅଭିନୟ ଦକ୍ଷତାର ସାକ୍ଷୀ। ନିଶ୍ଚୟ ସାକ୍ଷୀ। ଖାଲି କ'ଣ ଅଭିନୟ ପ୍ରତିଭାର ଆହୁରି ଅନେକ ପ୍ରତିଭାର ସାକ୍ଷ୍ୟ ଦେବି। ଇଏ ବେପାର ଆଜି ବେଳା ଦେଉନାହିଁ ମୁଁ ଆସୁଛି। ଆଚ୍ଛା ଶୁଣିଲ, ପୁରୀରୁ ଯେଉଁମାନେ ନିରୂପ ଦେଖିବାକୁ ଆସିଥିଲେ ସେମାନଙ୍କର ଖବର ଦେଲେ। ଘଣ୍ଟା ଖବର ଦେବେ ଝିଅ ପସନ୍ଦ ହେଲାନି। ନିଜର ପାଠ ସାଠ ବିଦ୍ୟାବୁଦ୍ଧି ସବୁ ପଛ ହେଇଗଲା, ଆଗ ହେଲା ତାର ରୂପ। ଆଚ୍ଛା ନିରୁ ଆମ କୋଉ ଝିଅର ସେଇ କଳା ଯାଇକି ଛାଡ଼ିଦେଲେ ସେ କୋଉଥିରେ ଉଠା ହେଲେ ସେଇ କଳା ଯାଇ ପାଇଁ ତାର ବାହାଘର ହେଇପାରିବ। ଅଛନ୍ତି ଶୁଣିବେ ଯେ କୋଉ ଝିଅ ବାହାରେ ରହିଯାଉଛି କହିଲ? ଆରେ ବାବା ଏଠି ନହେଲେ ଆଉ କୋଉଠି ହବ? ତମେ ଏଠି ବ୍ୟସ୍ତ କାହିଁ ହଉଛ? କାହିଁକି ବ୍ୟସ୍ତ ହଉଛୁ ତମେ ଜାଣିପାରୁନ? ସେଇ କଳା ଯାଇ ପାଇଁ କିଏ କହୁଛି ଝିଅଟା ଅଲକ୍ଷଣୀ, ଆଉ କିଏ କହୁଛି ଏ କଳା ଯାଇଟା ରୋଗ। ଇଚ୍ଛା ହଉଛି ଏ ଲୋକଙ୍କୁ ତାକୁ ଗୁଳି କରି ମାରିଦେବା। ବାବା ତମେ ଏତେ ବିରକ୍ତ ହୁଅନି। ମୁଁ କାହିଁକି ବିରକ୍ତ ହଉଛି ତମେ ଜାଣିପାରୁନ? ମୁଁ ତମ ଉପରେ ବିରକ୍ତ କି ଗୁରୁ ଉପରେ ବିରକ୍ତ। ମୁଁ ଦେଖୁଛି ମୋ ଆଖି ଆଗରେ ଆତ୍ମପ୍ରତ୍ୟକ୍ତି ମହମ ଭଳି ତରଳି ଯାଉଛି। କାରଣ ମୋର ଧସେଇ ପଶିବା ଶକ୍ତି ନାହିଁ ବୋଲି ମୋ କବିତା
ମୋ ଅଭ୍ୟାସ ରହିଛି। आजिकालिका पिलामाने बड़ मनीष मान ना जानवे चिन्हबेनि काम विषय जानवे अथच क्लब संपादक है ଛାଡ଼ନ୍ତୁ ସାର୍ ସେ ପିଲାଟାକୁ ଆପଣ କ୍ଷମା କରିଦିଅନ୍ତୁ ସାର୍ ଆପଣ ଭଳିଆ ଲୋକ ସେ ପିଲା ବିଷୟରେ ଗପିଲେ ତାର ଗୋଟେ ଅଯଥା ଗୁରୁତ୍ୱ ସାର୍ ବଢ଼ିଯାଉ ସାରଥୀ ତମ ନାଁ କେବେ ଖବର କାଗଜରେ ବାହାରିଛି? ନାଇଁ ସାର୍ ସବୁକେ ବାହାରିବା ଚାନ୍ସ ଥିଲା ସାର୍ ସେତେ ବି ବାହାରିପାରିଲା ସାର୍ ଆଗରୁ ମ୍ୟାଟ୍ରିକ୍ ପାସ୍ କଲେ ସାର୍ ନାଁ ଯୋଉ ଖବର କାଗଜରେ ବାହାରିଥିଲା ସାର୍ ଆପଣଙ୍କର ବାହାରିଥିଲା ହେଲେ ସାର୍ ଆମ ବେଳକୁ ଖାଲି ରୋଲ ନମ୍ବର ଗୁଡ଼ା ବାହାରିଲା ଏଇ ଅମୃତ ଦଶା କିଛି ସେ ତାର ସ୍ୱାଦ ଜାଣିବ କି ନାଇଁ ସାର୍ ମତେ ତମେ ମୁଖ୍ୟ ଅତିଥି କରି ଡାକିଛ ତମେ କ୍ଲବର ସମ୍ପାଦକ ମୋର ପରିଚୟ ଦେବାକୁ ଯାଇ କହୁଛ କ'ଣ ନା ମୋ ନାଁ ସନାତନ ରଥ ଏ କଥା କାହାର ସହ୍ୟ ହବ? ଛାଡ଼ନ୍ତୁ ସାର୍ ପିଲାଟାର ସ୍ମୃତି ଶକ୍ତି ସାର୍ ଭଲ ନଥିବ ହେଲେ କଲେଜରେ ଫେଲଫାଲ ହେଉଥିବ ତମେ ମୋ ମନର କ୍ଷତ ମାପି ପାରିବନି ସାର୍। ନାଇଁ ସାର୍ ଆଚ୍ଛା ସାରଥୀ ସାର୍ ସେ ପିଲାଟା କ'ଣ ଖବରକାଗଜ ପଢ଼େନି? ଖବରକାଗଜ ପଢ଼େନି ଖବରକାଗଜରେ ମୋ ନାଁ ମଝିରେ ମଝିରେ ବାହାରୁଛି। ସାର୍ ମଝିରେ ମଝିରେ କ'ଣ କହୁଛନ୍ତି ସାର୍ ସାର୍ ବେଶ ରେଗୁଲାର ବାହାରୁଛି ସାର୍ ସାର୍ ଆମ ନିମ୍ନ ପ୍ରାଇମେରୀ ସ୍କୁଲର ସ୍ପୋର୍ଟସ ବେଳେ ସାର୍ ଆପଣ ଭାଷଣ ଦେଇଥିଲେ ସେ ଭାଷଣ ବାହାରିଥିଲା ସାର୍ ରିକ୍ସା ଡ୍ରାଇଭର ମଧ୍ୟ ଦେଇଥିଲେ ସାର୍ ଆପଣ ଶୁଭାରମ୍ଭ କରିଥିଲେ ସାର୍ ସେ ଫଟୋ ବାହାରିଥିଲା ସାର୍ କୁକୁର ପ୍ରଦର୍ଶନୀରେ ସାର୍ ଆମ ଡେଲି ପୁରସ୍କାର ପାଇଥିଲେ ସାର୍ ଆପଣ ଡେଲିର ପରିଚୟ ଦେଲାବେଳେ ସାର୍ ଆପଣଙ୍କ ଫଟୋ ଆଉ ଡେଲି ଫଟୋ ସାର୍ ଗୋଟେ କାଗଜରେ ବାହାରୁଥିଲା ଆଉ ତା ଛଡ଼ା ସାର୍ ଆମର ଏ ଯୋଉ ହନୁମାନ କ୍ଲବର ପତାକା କଲମ ବିଧାନସଭା ଆଗରେ ଭିଡ଼ିଓ କରି ଆରେ ପ୍ରାପ୍ତପତ୍ର କଲମରେ ପ୍ରତ୍ୟୟ ଏମିତି ସାର୍ କେତେ କ'ଣ ଆପଣଙ୍କ ଫଟୋ ବାହାରିଲାଣି ଭାଷଣ ବାହାରିଲାଣି ଆପଣ ସାର୍ କହୁଛନ୍ତି ମଝିରେ ମଝିରେ ସାର୍ ସବୁ ଗୁଡ଼ା ପେପର କଟି ମୁଁ କାଟିକି ସାର୍ ଆମ ଫାଇଲରେ ରଖିଛି ଆଣିକି ସାର୍ ସାରଥୀ ସାର୍ ତେବେ ତେବେ ଏମିତି ହେଲା କାହିଁକି? କୋଉ କଥା ସାର୍ ସେ ପିଲାଟା ମୋ ନାଁ ଭୁଲ କହିଲା କାହିଁକି? ସାର୍ କଥା କ'ଣ କି ଆଜିଠୁ ସାର୍ ଆଜିକାଲି ତ ସବୁ ସାର୍ ଭେଜାଲ ଯୁଗ ହେଲାଣି ସାର୍ ଚାଉଳରେ ଗୋଡ଼ି ମିଶିଲା ଡାଲିରେ କାକୁଟା ମିଶିଲା ସାର୍ ଆମର ଚାରେ କର୍ତ୍ତଗୁଣ୍ଡ ମିଶିଲା ସବୁ ସାର୍ ଭେଜାଲ ହେଲା ସାର୍ ଭେଜାଲ ଖାଦ୍ୟ ଖାଇଲେ ସ୍ମୃତି ଶକ୍ତିରେ ସାର୍ ଭେଜାଲ ହେଇଯିବ ସାର୍ ପିଲାଟାକୁ ଦେଖୁନାହାନ୍ତି ଆପଣଙ୍କ ନାଁର ପ୍ରଥମଟା ଠିକ୍ ମନେ ରଖିଲା ସାଇଁକାଟା ଭେଜାଲ କରିଦେଲା ସାର୍ ସନାତନ ଚୌଧୁରୀ କହିବା ଜାଗାରେ କି ସନାତନ ରଥ କହିଲା ଚାଲୁନ ସାର୍ ପିଲାଟାକୁ କ୍ଷମା କରିଦେବୁ ସାରଥୀ ସାର୍ ଅନ୍ତତଃ ପକ୍ଷେ ପ୍ରତି 15 ଦିନରେ ଥରେ ସାର୍ ଯଦି ଖବରକାଗଜରେ ନାଁ ନ ବାହାରିଲା ସାର୍ ଲୋକେ ଭୋଟ କରିବା ସ୍ୱାଭାବିକ। ଲୋକେ ଭୁଲ କରିବା ସ୍ୱାଭାବିକ ସାର୍ କ'ଣ କହୁଛନ୍ତି ଲୋକେ ଭୁଲିଯିବା ସ୍ୱାଭାବିକ ତେଣୁ ସେ ପିଲାଟାକୁ ଦୋଷ ଦେଇ କିଛି ଲାଭ ନାହିଁ। ନାଇଁ ସାର୍ ତମେ ଗୋଟେ କାମ କର ସାର୍ କହୁଛନ୍ତି ସାର୍ ଗୋଟେ ସର୍ଭେ କର ସାର୍ ସମାଜର ଭିନ୍ନ ଭିନ୍ନ ସ୍ତରର ଭିନ୍ନ ଭିନ୍ନ ଲୋକମାନଙ୍କୁ ନେଇ ସାର୍ ସାର୍ ଇଣ୍ଟରଭ୍ୟୁ କର ସାର୍ ଦେଖ ସାର୍ କେତେ ଲୋକ ମୋ ନାଁ ଜାଣିଛନ୍ତି ସାର୍ ଆଉ କେତେ ଲୋକ ମୋ ନାଁ ଜାଣିବାକୁ ବାକି ଅଛି। ସାର୍ ଯେଉଁମାନେ ମୋ ନାଁ ଜାଣିନାହାନ୍ତି ସାର୍ ସାର୍ କ'ଣ କଲେ ସେମାନେ ମୋ ନାଁ ଜାଣିପାରିବେ ସାର୍ ସାର୍ ସେଥିପାଇଁ ଭାବି ଚିନ୍ତି ଗୋଟେ ଯୋଜନା ତିଆରି କର। ତାହେଲେ ସାର୍ ଆମେ ଗୋଟେ କାମ କରିବା ସାର୍ କାଲିଠୁ ଆମେ ସେ ସର୍ଭେ କାମଟା ଆରମ୍ଭ କରିଦେଇକି ସର୍ଭେ ସାର୍ ଖେଳା ସାର୍ କାଲି ସାର୍ ସର୍ଭେ କାମ ସାର୍ ଆରମ୍ଭ ସାର୍ ଫଳ ସାର୍ ଲାଗିଲା ସାର୍ ସାର୍ ସର୍ଭେ ସାରଥୀ ଆମ ରାଜ୍ୟର ସବୁଠୁ ବଡ଼ ସମସ୍ୟା ହେଲା ବେକାରୀ ସମସ୍ୟା। ସାର୍ 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 ବହୁ ଶିକ୍ଷିତ ଲୋକ ସାର୍ କାମ ଦାମ ନ ପାଇ ଏଣେ ଗାଡ଼ି ସେମାନଙ୍କୁ କାମ ଯୋଗାଇବା ମଧ୍ୟ ଆମ କାମ। ସାର୍ ତବେ ସେଇମାନଙ୍କୁ ଏଇ ସର୍ଭେ କାମରେ ଲଗା ତାଙ୍କ କାମ ହେଇଯିବ ଆମ କାମ ବି ହେଇଯିବ। ସାର୍ ଆପଣ ଆମେ ବେକାରୀ ଶିକ୍ଷିତ ସାର୍ ଏତେ ଭାବୁଛନ୍ତି ସାର୍ ଏତେ ଭାବୁଛନ୍ତି ଆଉ ପୃଥିବୀରେ କେହି ଭାବୁନାହାନ୍ତି ସାରଥୀ ତମେ ତ ଜାଣ ଲୋକମାନଙ୍କୁ କେତେ ଶ୍ରଦ୍ଧା କରେ କେତେ ଭଲ ପାଏ। ମୁଁ ଚାହେଁ ବଞ୍ଚିବାକୁ ଲୋକଙ୍କ ଲୋକମାନଙ୍କ ମନ ଭିତରେ ପ୍ରତ୍ୟେକ ଲୋକ ମୋ ନାଁ ଜାଣିବେ ମତେ ଚିହ୍ନିବେ ମତେ ଶ୍ରଦ୍ଧା କରିବେ ମତେ ଭଲ ପାଇବେ ମତେ ମନେ ରଖିବେ ଏଇ ତ ଜୀବନର ସାର୍ଥକତା। ସାର୍ ଆପଣ ମହାପୁରୁଷ ଆପଣ ପୂର୍ଣ୍ଣମୂର୍ତ୍ତି ସାର୍ ଆପଣ ମହାପୁରୁଷ ଏତେ ସମସ୍ୟା ଅଛି ଆମେ କ'ଣ ଆଗରୁ ଏତେ କଥା ଭାବିଥିଲେ? ଯାହା କୁହ ପଛେ ମୁନା ଭାଇ ତମ ଆଇଡ଼ିଆଟା କ'ଣ ମାନେ ମତେ ଆଉ ଏତେ ଟେକା ଟେକି କରିବା ଦରକାର। ଆଚ୍ଛା ସେ ପିଲା ଧରା ବାବାଜୀର କ'ଣ ହେଲା କି? ହବ କ'ଣ ପୁଲିସ ନେଇ ହାଜତରେ ପୁରେଇ କୁନ୍ଦିଲ ସବୁ ତ ସଫା ସଫା ମାନିଗଲା
ପିଲା ଚୋରି ଧନ୍ଦା ତାର 5-6 ବର୍ଷର ପୁରୁଣା। ଆରେ ଭାଇ ସେ କ'ଣ ଏକଲା ଏ ବେପାର କରୁଛି? ପୁରା ଗୋଟେ ବଡ଼ ଗ୍ୟାଙ୍ଗ ଅଛି। ଭିନ୍ନ ଭିନ୍ନ ସହରରେ ଭିନ୍ନ ଭିନ୍ନ ଦେଶରେ ସେମାନେ ଘୁରି ବୁଲୁଛନ୍ତି। ଆଉ ସୁଯୋଗ ଗୁଣ୍ଡି ପିଲାମାନଙ୍କୁ ଲୋଭ ଦେଖି ନେଇଯାଉଛନ୍ତି। अरे सनातन चौधरी का प्राइवेट सेक्रेटरी आगे आसतु 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 हम पिंडे टिके बसतु आगे आस आस बस बस अच्छा सासो सर तमे ए मुनाबू ये आपण हेले सनातन चौधरी को पुओ हेले ये आजे बाजे जगार आजे बाजे लोक मान सहित ये आजे बाजे कथबार्ता मत तो भल लगुनि लोक को भल लगुन थुओ ता छड़ा आपण बाबा कोन भाबिबे कहले खाओ अन्य से सुखिला सुहागुड़ा देखेबे ये समाज रो लोक मान को जदी आम प्रति कोनोसी दायित्व नै ताले आम मानकर भी सेमान प्रति कोनोसी उत्तरदायित्व बापा तो कथा तांकर मो विषय भाबे को टिके भी समान जदी बा से कोन भाबुचत से कौन भावुଛନ୍ତି से विषय जानिया को टिके भी स्पृहा भी नहीं आ ताले मोर आशा बेकार हैला तुम जाओ हां मुनामा नाम कथाला न कहि जेबा ठीक लागुनी मुना गोटे काम रे आस्ती मो गोटे काम रे आस्ती तुम को कामटा मो पाखे हां हां ए पिंडी रे बसी आजे बाजे पिलांग संगे मिसी आजे बाजे काम करथवा मुन्ना पाखे काम छाड़ो केतन गोटे कोन कहि दे गोटे सेटा गोटे धरी बस ए कोन करिया गोटे कामटा निहाती दरकार जरूरी काम रे आस्ती कामटा आपण कहंतु किंतु कामटा सइला परे मो फीसटा आपण को जणै पारिश्रमिक बढ़िया मिलियो मो ठीक अछि कामटा ताले हम कहबी कोन हैं जे कामटा एक्चुअली हमर कोन हैला कि से आपन जो संग मान सब अछन से मान करि कि कोटा कोन इमिटी गुडा करि ता उठे से इमिटी गुडा करि कोन ता उठे कोन आपत किछ नै ना हमर आपस हां हमर काम संगे संपर्क हां कर्ता किए सेथुर हमर जायस किंतु मुनाबू रिपोर्टटा जल्दी मते मिलबा दरकार हमको भी पारिश्रमिकटा इमीडिएटली मिलबा दिया जीवो जे किंतु रिपोर्टटा केबे देबो आपनको रिपोर्टटा 15 दिन भीतर मिल जी पक्का 100% मु चालू कर मुनाबू 15 दिन भीतर रिपोर्ट हां चल रिपोर्टटा ठीक 15 दिन देबो तो 100% पाने चखा ठीक अछि देखि आसु मैडम आपण एबे निर्भय आपण काम रे जा आपण को गवर्नमेंट मत तो गाडी बेस पाने रे जा आपण तो काम रे आपण जा एठारे शिक्षित बेकार युवकଙ୍କୁ भड़ा दिया जाए माने माने एठारे शिक्षित बेकार को भड़ा दिया जाए भड़ा दिया जाए कोथि पई भिन्न भिन्न काम पे जथा जथा आपण गोटे सभार आयोजन करछु जे आपण श्रोता दरकार हां जेते श्रोता चाहिए हमें जोगे दे सभाटा यदि यही शहर होता है ताले जनक पिछा 50 टका आ जदि अन्य शहर होता है जीवाशिया खर्च बाद दे जन जनटा 100 टका आपण जदि कोनोसी प्रतिवाद जणाई मंत्री को घर आगरे बा सेक्रेटरी आगरे गोटे रिले धारणा चली रखियो चाहउछन ताहाले आम सहित जोगाजोग करू आपण पिला छुआ छाड़ी घर द्वार छाड़ी एठी आसी हैरान आप थेबे कई रिले धारणा वर्षे चलले भी किछि परवाह नहीं आपण देखो मैडम विक्षोभ शोभा यात्रा पटुआर जोथि पई आपण लोक चाहिए आमे जोगे देबे आ सेति पे दामटा भी खूब सस्ता अच्छा आपण को काम खाली कोन ये माने राजनीति अरे ना ना साहित्य संस्कृति स्पोर्ट्स जे कोनसे काम पई आपण हम सहित जोगाजोग करि पारे धरନ୍ତୁ ଆପଣ ଗୋଟେ संगीत आसन କରୁଛନ୍ତି ଆପଣଙ୍କ ଶ୍ରୋତା ଦରକାର ଆମେ ଲୋକଙ୍କୁ ଧୋତି ପଞ୍ଜାବୀ ପିନ୍ଧେଇ ଦେହରେ ଅତର ଛିଞ୍ଚି ହାତରେ ଫୁଲମାଳ ଗୁଡ଼େଇ ସାହିତ୍ୟ ଆମ ଆପଣ संगीत आसन ପଠେଇ ଦେବୁ संगीत आसन ଚାଲୁଥିବ ଆମ ଶ୍ରୋତା ମାନେ ୱା 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 କରୁଥିବେ
देखिए मैडम संगीत असरटा केमती खूब जमे आउ गोटे उदाहरण नौना आपण जातीय ऐक्य प्रदर्शन करने गोटे गण दौड़ आयोजन कर जड़े दी जन तो गण दौड़ हेनी मिनिमम 100-200 लोक दरकार आम स्वास्थ्यवान लोक भी जोगे दे पारू बुढ़ा बुढ़ी किशोर किशोरी युवक युवती जो ब्रांड चाहिए मैडम आउ जदि 12 मजा चाहिए ता भी जोगे दे आपण जेकोसी काम आम सहित जोगाजोग किंतु गोटे कथा स्पष्ट कर दूचे मैडम आम निजुक भड़ारे लगौस तो किंतु निजुक बिकुना। अच्छा मैडम आपण कहतु आपण काम मते आपण को काम रे शामिल करले आपण आम दल रे शामिल हेबे मु भी जने शिक्षित बेकार एमए पास करछि बहुत इंटरव्यू देछि हेले कोठी चाकरी पाइ मु भी किछि करबा को चाहछि प्लीज आपण का संस्था रे मो नाटा भी रजिस्ट्री करू ना एठी ना रजिस्ट्री बेनी मैडम एठी नंबर रजिस्ट्री ना थाए व्यक्ति जार व्यक्तित्व थाए व्यक्तिगत स्वीकृति थाए एठी गोटे समष्टि गोटे दल एठी प्रत्येक अल्बर्ट सभ्यतार जड़े जड़े सब मैडम एठी जे सभ्य हुए से केवल श्रोता ही रह जाए केबे वक्ता ही पारे से केवल दर्शक ही रह जाए केबे दृश्य ही पारे ना थिबा लोक माने एमानक मुंड ऊपर पाद रखी नाचंती और तांको पाद तळे एमानकर व्यक्तिगत नाश को तळी चापी आपण भाबी देखंतु आपण निजर व्यक्तित्व को जलांजलि दे ये संख्या भितर हजि जीवको चाहिबे तो चलो मो सागर चलो काम के भी करो काम दिन यही तो सुमा ना दिन दिन 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 ना गाड़ी के सुनिबे नमस्कार नमस्कार सुंदर अति सुंदर तुम्हें खूब सुंदर नाची पारिबो तमर भ्रू तम आखि तम हाथ तम पाद समस्त नाच को अपेक्षा कर रही कौन करी सप्ताह को 2 दिन कटक कला विकास केन्द्र आउ दिने भुवनेश्वर संगीत महाविद्यालय ओ पाखे तो समय नहीं सन्ध्या सकाଳେ मोर बहुत ट्यूशन मु भारी व्यस्त ना मु बुझी पारुछि तम आग्रह बुझी पारुछि ताहार आग्रह भांगी पारना बोली मासकु थरे मते दिल्ली आउ थरे लखनऊ जीवा के सेठिका पिला मानकर ओडिसी नृत्य शिक्षा को एते आग्रह किंतु सुनो मु जेमी थेले तम पे समय पाए नहीं सर हमें केते ना खाली क्वेश्चन आपण पचार आपण जदी टिके राजी होते क्वेश्चन आज्ञा पचार क्या पचारे कथा जल्दी पचार मो पाखे समय नहीं मो पिला माने सारे ट्यूशन पे अपेक्षा कर सर आपन ना मो ना तुम जानी न गुरु श्री नटराज महापात्र ना थरे लोक जानी सारे अच्छा तो तुम आम राज्य रही मो ना जानी न सर एथि पई ए राज्य रे किछि उन्नति हो सर ठीक मो ठिकना गुरु श्री नटराज महापात्र ना लेखि ता तले भुवनेश्वर लेख कटक लेख जहाँ लिखिले भी चलो चिठीटा पैक आसी मो पाखे पहुँची हरे लोक मो ना लिखि तले ओडिशा आउ इंडिया लिखि दौरान
चिठीटा शिक्षा मो पाखरे पहुंची ସାର୍ ଆପଣ ସନାତନ ଚୌଧୁରୀଙ୍କୁ ଜାଣିଛନ୍ତି? ସନାତନ ଚୌଧୁରୀ ଆଜ୍ଞା। ସନାତନ ଚୌଧୁରୀ କାଇଁ ଏ ଗାଁ ତ କୌଣସି ଛାତ୍ର କି ଛାତ୍ରୀ ଥିଲା ଭଳିଆ ମୋର ମନେ କାଇଁ ସିଏ କ'ଣ ନାଚ ଶିଖିବାକୁ ଆଗ୍ରହୀ ତାଙ୍କୁ ପ୍ରାୟ 60 ବର୍ଷ ହବ ସାର୍ ତାଙ୍କ ଦ୍ୱାରା ଏ ଜନ୍ମରେ ଆଉ ନାଚ ସମ୍ଭବ ନୁହେଁ ମୁଁ ଯାଏ ତମର ଏତେ ପ୍ରଶ୍ନର ଉତ୍ତର ଦେବାକୁ ମୋ ପାଇଁ ସମୟ ନାହିଁ ତେଣେ ମୋ ପିଲାମାନେ ମୋତେ ଟ୍ୟୁସନ ପାଇଁ ଅପେକ୍ଷା କରେ ଧା ଧିନ୍ ଧିନ୍ ନା ନା ଧିନ୍ ଧିନ୍ ନା ନା ଧିନ୍ ଧିନ୍ ନା ଧିନ୍ ଧିନ୍ ନା ନା ଧିନ୍ ଧିନ୍ ଆପଣ ସନାତନ ଚୌଧୁରୀକୁ ଜାଣିଛନ୍ତି? ସନାତନ ଚୌଧୁରୀ ସନାତନ ଚୌଧୁରୀ ଗୋଟେ ଫମ୍ପା ମାଠିଆ ଗୋଟେ ସନାତନ ଚୌଧୁରୀ କେତେଟା ହେଲା? 2 ଜଣ ଜାଣିଛନ୍ତି? सलाम वालेकुम मुन्ना बाबू। वालेकुम सलाम मुन्ना बाबू आपण मो झीर इज्जत बचे आपण मो इज्जत बचे कौन दे आपन पूजा करी किछि भाबी पर बाड़ी दीटा काटुली पड़ता नहीं आसी एनी हो ମଉସା हां तमे सनातन चौधरी जानिछ? सनातन चौधरी ଆଜ୍ଞା। ना जानी ମଉସା ଆପଣଙ୍କ ଭଲ ନାଁଟା କ'ଣ କହିଲେ? मो ना ହଁ। जानी बा डाकुला सुकुटा माँ डाकुला दुका तापरे तापरे जी जहाँ पारे डाकिले किए डाकिला बुढ़ा किए डाकिला मौसा ए तमे डाकिल मु शुणी एटा मोर ना तमर जहाँ इच्छा हो तमे लिखि दो ना मुना बाबू घर झील मोर एका मु जाउछी सलाम सलाम ଆଚ୍ଛା ମୁନ୍ନା ଭାଇ ତମେ ତ ସମାଜର ଗୋଟେ ସଂଖ୍ୟା ଗରିଷ୍ଠ ଦଳର ପ୍ରତିନିଧିତ୍ୱ କରୁଛ हां ତମେ ସନାତନ ଚୌଧୁରୀଙ୍କୁ ଜାଣିଛ? ଜାଣିଛି খুব ଭଲ ଭାବେ ଜାଣିଛି କ'ଣ ସବୁ ଜାଣିଛ? ନିଜକୁ ଅତି ମାତ୍ରାରେ ଭଲ ପାଉଥିବା ଜଣେ ମଣିଷ ପ୍ରତ୍ୟେକ ମଣିଷ ତ ନିଜକୁ ଭଲ ପାଏ। ନା ସନାତନ ଚୌଧୁରୀ କେବଳ କେବଳ ନିଜକୁ ଭଲ ପାଆନ୍ତି ଆଉ ସେ ଭଲ ପାଇବାର ଜ୍ୱାଳା ଏତେ ତୀବ୍ର ଯେ ତାହା ଭିତରକୁ ଅନ୍ୟ କେହି ମଣିଷ ପଶିପାରେ ନା ଏଭଳି ମନ୍ତବ୍ୟ ଦେଇ ତମେ ସେ ଲୋକଟିକୁ ଅପମାନିତ କରୁନ ତ? ଲୋକଟି ପ୍ରତି ଅବିଚାର କରୁନ ତ? ନା ସନାତନ ଚୌଧୁରୀ ସେଇଭଳି ଏକ ମଣିଷ ସେ ଦିନେ ହେଲେ ନିଜ ସ୍ତ୍ରୀକୁ ବି ଶ୍ରଦ୍ଧା କରିନାହାନ୍ତି ଏଇ କିଛି ଦିନ ତଳର କଥା ତାଙ୍କ ସ୍ତ୍ରୀ କେମିତି ଶଯ୍ୟାଶାୟୀ ତାଙ୍କ ସ୍ତ୍ରୀଙ୍କ କାକୁତି ମିନତିକୁ ଭ୍ରୁକ୍ଷେପ ନ କରି ସେ ଚାଲିଗଲେ ବାଲେଶ୍ୱର କ'ଣ ନା ବନ୍ୟା ଅଞ୍ଚଳରେ ବୁଲି ବୁଲି ଚୂଡ଼ାଚଳ ବାଣ୍ଟିବା ପାଇଁ ଆଉ ଅସହାୟ ଅବସ୍ଥାରେ ତାଙ୍କ ସ୍ତ୍ରୀ ଚିରଦିନ ପାଇଁ ଆଖି ବୁଝିଲେ ଏଠି ନିଜକୁ ନିଜେ ଭଲ ପାଇବାର ସ୍ୱାର୍ଥପରତା ନାହିଁ ଇଏ ତ ତ୍ୟାଗର କଥା ନିଜର ଭଲ ମନ୍ଦକୁ ବଳି ଦେଇ ଅନ୍ୟ ପାଇଁ ନିଜକୁ ଉତ୍ସର୍ଗ କରିବା କଥା ସନାତନ ଚୌଧୁରୀଙ୍କର ମହୋନ୍ନତକୁ ସମ୍ମାନ କରିବା କଥା ହଁ ସମସ୍ତେ ସେଇଆ କହନ୍ତି ସେଦିନ ବି ଖବରକାଗଜରେ ବାହାରିଥିଲା ସନାତନ ଚୌଧୁରୀ ଆଜିକାର ଗୋପବନ୍ଧୁ ସେଦିନର ସେ ଖବରକାଗଜକୁ ଆଜି ବି ସେ ଅତି ଆଦରରେ ସାଇତି ରଖିଛନ୍ତି ମୁଁ କିନ୍ତୁ ସ୍ପଷ୍ଟ ଜାଣିଛି ତାଙ୍କ ସ୍ତ୍ରୀର ମୃତ୍ୟୁର ଦୁଃଖ ଅପେକ୍ଷା ଗୋପବନ୍ଧୁ ଉପାଧି ତାଙ୍କୁ ଯଥେଷ୍ଟ ଖୁସି ଦେଇଥିଲା ସନାତନ ଚୌଧୁରୀ ନିଜ ନାଁ ପାଇଁ ସବୁ କିଛି କରିପାରନ୍ତି ଦରକାର ପଡ଼ିଲେ ନିଜ ସ୍ତ୍ରୀକୁ ହତ୍ୟା କରିପାରନ୍ତି ନିଜ ପୁଅକୁ ହତ୍ୟା କରିପାରନ୍ତି ଆଉ ଯଦି ତାଙ୍କର ହୃଦବୋଧ ହୁଏ ନିଜକୁ ହତ୍ୟା କଲେ ତାଙ୍କ ନାଁ ବେଶୀ ପ୍ରସାରିତ ହେବ ତାହେଲେ ସେ ନିଜେ ଆତ୍ମହତ୍ୟା କରିବାକୁ ବି ପଛଘୁଞ୍ଚା ଦେବେ ମୁନ୍ନା ଭାଇ କୌଣସି ପୁଅ ତା ବାପା ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଇପାରେ ମାନେ କ'ଣ ସବୁ ଆଜେ ବାଜେ ଲେଖା ହେଇଛି ଏଥିରେ ସନାତନ ଚୌଧୁରୀଙ୍କୁ ଅତି ନିକଟରୁ ଦେଖିଥିବା ଜଣେ ସାଥୀର ସାକ୍ଷ୍ୟ ଲିପିବଦ୍ଧ କରାଯାଇଛି ମୋ ଭଳି ବାଲୁଙ୍ଗା ପିଲାର ବାପ ବୋଲି ପରିଚୟ ଦେବାକୁ ମୋର ଲଜ୍ଜା ହୁଏ ଜାଣିଛୁ ଅବାଧ୍ୟ ଉଚ୍ଛୃଙ୍ଖଳ ସନ୍ଧ୍ୟା ତୋ ସାଙ୍ଗରେ କଥା ହେବାକୁ ମାଠିବାକୁ ଚାହେଁ ଲଜ୍ଜା ଓ ଘୃଣାର ଜରାୟୁ ଭିତରୁ କେବଳ ଲଜ୍ଜା ଓ ଘୃଣା ହିଁ ଜନ୍ମ ନେଇଥାଏ
ତଥାପି ତାଙ୍କ ବାପାଙ୍କୁ ଦେଇ ଦେଇଛୁ ସାର୍। ସାର୍ ଲୋକମାନେ ମାନେ ମୁନାଫା ତାର ଏତେ ପ୍ରଶଂସା କରୁଛନ୍ତି ସାର୍, ଏତେ এই রিপোর্টটা তুমি দেখিছ ନାଇଁ। এইটা ଗୋଟେ ୟୁଜଲେସ୍ ରିପୋର୍ଟ। ସାର୍ ନିଶ୍ଚୟ ହେଇଥିବ ସାର୍। ସାର୍ ଆଜିକାଲି ତ କଲେଜରେ ପାଠଶାଠ କିଛି ପଢ଼ା ହଉନି ନା, ସେଠି ପାସ୍ କରି ଡିଗ୍ରୀ ପାଇଗଲେ କି କ'ଣ ସାର୍ ଶିକ୍ଷା ହେଇଗଲା। ତାପରେ ଆମ ଶିକ୍ଷିତ ବେକାରମାନଙ୍କ ପାଖରେ କିଛି ବୁଦ୍ଧି ନାହିଁ। ଏ ରିପୋର୍ଟ ସାର୍ ୟୁଜଲେସ୍ ହେଇଥିବ ସାର୍। ସାର୍ ରିପୋର୍ଟ କେମିତି ଲେଖାଯାଏ ସେମାନଙ୍କୁ ଜଣା ନାହିଁ ସାର୍। ରିପୋର୍ଟ କହୁଛି ମତେ କୁଆଡେ 100ରେ 5 ଜଣ ବି ଜାଣିନାହାନ୍ତି। ସାର୍ ମିଛ କଥା। ଏ କଥା କଣ ସମ୍ଭବ ହେଇପାରେ? ଅସମ୍ଭବ ସାର୍। ଆପଣ ସାର୍ ରିପୋର୍ଟ ଫୋପାଡ଼ି ଦେଉଛୁ ସାର୍। ମୁଁ ଛାତ୍ରରେ ହାତ ଦେଇଦେବି, ଆପଣ ସାର୍ 100ରେ 50 ଜଣ ଜାଣିଛନ୍ତି ସାର୍। କିନ୍ତୁ ସମାଜର ଭିନ୍ନ ଭିନ୍ନ ସ୍ତରର ଲୋକମାନଙ୍କୁ ସାର୍ ସାକ୍ଷାତ କରି ସାର୍ ରିପୋର୍ଟଟା ତିଆରି ହେଇଛି ଯେତେବେଳେ ସାର୍ ରିପୋର୍ଟଟା ତ ପୁରା ଅଧ୍ୟୟନ କରି ସାର୍ ଅଧ୍ୟୟନ କରି ଦିଅନ୍ତୁ ସାର୍। ଏ ରିପୋର୍ଟ ସାର୍ ଆପଣଙ୍କୁ ଗ୍ରହଣୀୟ ନୁହେଁ ସାର୍। କଥା ହେଉଛି ଆମ ଦେଶ ସାର୍ ଲୋକମାନେ ଅଶିକ୍ଷିତ ସାର୍। ବେସିକାଲି ଅଶିକ୍ଷା, କୁଶିକ୍ଷା, ଅଣଶିକ୍ଷିତ ସାର୍। ଆପଣ ଶିକ୍ଷାନୀତି ପରେ ଶିକ୍ଷାନୀତି ପ୍ରଣୟନ କରି ଯାଇଛନ୍ତି। ଲୋକମାନଙ୍କ ସାର୍ ଶିକ୍ଷିତ ହେବାର ଆଦୌ ଇଚ୍ଛା ନାହିଁ। ବଡ଼ ମଣିଷମାନଙ୍କ ତମେ ନାଁ ଜାଣିବନି, ବଡ଼ ମଣିଷମାନଙ୍କୁ ଚିହ୍ନିବନି, ଏଇ ପିଲାମାନେ ସବୁ ଛୋଟ ମଣିଷ ହେଇ ରହିବେ ସରଥୀ ତମକୁ ଯୋଜନା କରିବା ପାଇଁ କରୁଛି ସାର୍। ହେଇଗଲା ଚାଲିଛି ସାର୍। କଣ ଚାଲିଛି? ସାର୍ ଆପଣ କହିଥିଲେ ପ୍ରତି 15 ଦିନରେ ଥରେ ନାଁ ବାହାରିବ। ସାର୍ 15 ଦିନ ମାନେ ମାସକୁ 3 ଥର ସାର୍। ମାସକୁ 2 ଥର ମାନେ ବର୍ଷକୁ 24 ଥର ସାର୍। ହେଲେ ସାର୍ କିଛି ବଡ଼ ଲୋକମାନଙ୍କର ଜନ୍ମଦିନ ତାଲିକା ସାର୍ ମୁଁ ଦେଖୁଥିଲି, ମାନେ ଯେଉଁମାନଙ୍କ ଜନ୍ମଦିନରେ ଆପଣ ଭଳିଆ ଲୋକ ସାର୍ ଭାଷଣ ଦେବେ ସାର୍, ସେମିତି 10 ଜଣ ବଡ଼ ଲୋକ ସାର୍ ବାହାରୁନାହାନ୍ତି ସାର୍। ତମ ମୁଣ୍ଡରେ କିଛି ନାହିଁ, କିଛି ନାହିଁ ସାର୍। ତମ ମୁଣ୍ଡରେ ଖାଲି ଗୋବର ଭର୍ତ୍ତି ହେଇଛି। ସାର୍ ଆପଣ ସାର୍ ମୋତେ ଟିକେ କଟକ ସାର୍ ଦେଖେଇଦେଲେ ମୁଁ ଆଗକୁ କେମିତି ମାଡ଼ିବା କଥା ଟିକେ ସରଥୀ ସରକାର ଲୋକମାନଙ୍କ ଉନ୍ନତି ପାଇଁ ସାର୍। ବହୁ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଉଛି। ସାର୍ ସରକାରଙ୍କର ସେ ସ୍ୱର ଲୋକମାନଙ୍କ ପାଖେ ପହଞ୍ଚିବା ପାଇଁ ଗୋଟିଏ ଗୋଟିଏ ସୂତ୍ର ପାଇଁ ଗୋଟିଏ ଗୋଟିଏ ଉତ୍ପନ୍ନ। ସାର୍ ଏଥିରୁ 20 ଲକ୍ଷ ବର୍ଷ କୋଉଠି ଅଛି ସାର୍? ଲେଖ ବର୍ଷକୁ 20ଟା। ହଁ ଟିପ ଦେଖିବି ସାର୍। 20ଟା ସଭା ହବ, ଉଦ୍ବୋଧନ ଦେବି। ସାର୍ 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 ଟିକେ ସରକାରଙ୍କ ସାର୍ ସ୍ୱର ଲୋକମାନଙ୍କ ପାଖରେ ପହଞ୍ଚିବ। ସାର୍ 1 ମିନିଟ୍ ସାର୍। ଲେଖ 20। ସାର୍ 20 ସାର୍। ସାର୍ 20 ସାର୍। ଅନ୍ୟାୟ, ଅନୀତି, ଅଧର୍ମ ବିରୁଦ୍ଧରେ ସାର୍ ଲୋକମାନେ ଯୋଉ ଚିତ୍କାର କରୁଛନ୍ତି ସାର୍ ସେ ସ୍ୱର ସରକାରଙ୍କ ପାଖରେ ପହଞ୍ଚିବା ପାଇଁ ସାର୍ ଧାରଣା, ଧର୍ମଘଟ, ବିକ୍ଷୋଭ ଏସବୁ କରିବାକୁ ହବ। ସାର୍ ଏଥିରୁ ବର୍ଷକୁ 5ଟା ରଖାଯାଏ। 20 5 25 ହେଲା ସାର୍। କେତେ ହେଲା? ସାର୍ 25 ସାର୍। 25। ସାର୍ ଆଚ୍ଛା, ବଡ଼ ମଣିଷମାନଙ୍କ ଜୟନ୍ତୀ ପାଳନ କରିବା କଥା। ସାର୍ ନୃତ୍ୟ, ସାହିତ୍ୟ, ସଙ୍ଗୀତ ଏଇଥିରେ ଯେଉଁମାନେ ପୂର୍ବସୂରୀ ସେମାନଙ୍କୁ ମନେ ନ ପକେଇବେ କୃତଜ୍ଞତା ହବ। ସାର୍ ଆମେ ଯଦି ସେମାନଙ୍କୁ ମନେ ନ ପକେଇବା, ଲୋକମାନେ ଆମକୁ ହିଁ ସାର୍ ମନେ ପକେଇବେ। ଗାନ୍ଧୀ, ନେହେରୁ, ଇନ୍ଦିରା, ଭଞ୍ଜ, ଦୀନକୃଷ୍ଣ, ରାଧାନାଥ, ଏଇଟା 10ଟା ଜୟନ୍ତୀ ରଖ। ଅବଶ୍ୟ ନାଁ ଗୁଡ଼ାକ ତମେ ଠିକ୍ କରିବ। ସାର୍ ବର୍ଷକୁ 10ଟା ଜୟନ୍ତୀ ପାଳିତ। ସାର୍ 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 25 କେତେ ହେଲା? ସାର୍ 35 ହେଲା ସାର୍। 35 ଆଉ କ'ଣ ରହିଲା? ଆଉ କ'ଣ ରହିଲା? ହଁ, ଧର୍ମ ଆଉ ସଂସ୍କୃତି ଜାତିର ମେରୁଦଣ୍ଡ, ତା କଥା ତ ଭୁଲିଗଲେ ଚଳିବନି। ସାର୍ ଆଜିକାଲି ଯୁଗ ଯେମିତି ଅଧର୍ମ ଓ ଅସଂସ୍କୃତ ମାର୍ଗରେ ସାର୍ ଗତି କରି ଚାଲିଛି, ସାର୍ ଆମେ ଯଦି ଫେରେଇ ନ ଆଣିବା ସାର୍ ଆମେ ସମସ୍ତେ ରସାତଳକୁ ଚାଲିଯିବା ସାର୍। ରାମାୟଣ, ମହାଭାରତ, ଗୀତା, ଭାଗବତ ୟାରି ଭିତରେ ଆମ ସଂସ୍କୃତି ସାର୍ 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 ୟାର ପ୍ରଚାର ପ୍ରସାର କରିବାକୁ ପଡ଼ିବ ନା ନାଇଁ? ସେଥିପାଇଁ 5ଟା ସଭା ରଖ। ମୁଁ ଧର୍ମ ଉପରେ ପ୍ରବଚନ ଦେବି, ଦୀକ୍ଷାନ୍ତ ଭାଷଣ ଦେବି ଧର୍ମ। ସାର୍ 35 5 40 ହେଲା ସାର୍। 40 ହେଲା? ସାର୍ 40 ଆଉ କ'ଣ ରହିଲା? ଆଉ କ'ଣ ରହିଲା? ମନେ ପଡ଼ିଲା। ସାର୍ ଆଜିକାଲି ସାରା ପୃଥିବୀରେ ସାର୍ ଖେଳ ଉପରେ ଖୁବ୍ ଗୁରୁତ୍ୱ ଦିଆଯାଉଛି ସାର୍ ନା ନାଇଁ? ସାର୍ ସାର୍ ଆମ ନେତାମାନଙ୍କ ସାର୍ ଦିନେ ହେଲେ ଖେଳିଲେ ସାର୍, ସେଇଥିପାଇଁ ଖେଳ ଉପରେ ଆଜି ଗୁରୁତ୍ୱ ଦେଉନାହାନ୍ତି ସାର୍। କ୍ରିକେଟ, ଫୁଟବଲ, ହକି, ଟେନିସ୍ ଏସବୁର ଟୁର୍ଣ୍ଣାମେଣ୍ଟ କରିବାକୁ ପଡ଼ିବ। ସାର୍ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଆଉ ଶେଷରେ ସାର୍ କିଛି କିଛି ଉଦ୍ବୋଧନୀ ଭାଷଣ। ଏଥିରୁ 10ଟା ରଖ। ସାର୍ 40 10 ସାର୍ 50 ହେଇଗଲା ସାର୍। 50 ହେଇଗଲା। ସାର୍ ଆଉ କ'ଣ ରହିଲା? ହଁ, ସାର୍ ସ୍ତ୍ରୀଙ୍କ ଶ୍ରାଦ୍ଧ ବାର୍ଷିକୀ, ସାର୍ ବାପା ମାଆଙ୍କର ଶ୍ରାଦ୍ଧୋତ୍ସବରେ ସାର୍ ମନରେ ଯୋଉ କୋହ ଉଠୁଛି, ସାର୍ ଯୋଉ ଭାବାବେଗ ଆସୁଛି, ତାକୁ ତ ଚାପି ରଖିବା ଉଚିତ। ନାଇଁ ସାର୍ ସେ ସବୁ ପ୍ରକାଶିତ ହେବା ଉଚିତ। ସାର୍ 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 କ'ଣ ଏ ଆଦର୍ଶ ରଖି ନ ଗଲେ ହଁ। ହୁଏତ ଆଉ ଲୋକମାନଙ୍କର କୁହ ନ ଉଠିପାରେ ସାର୍। ସାର୍ ମାନେ ଲୋକମାନେ ସେମାନଙ୍କର ମୃତା ସ୍ତ୍ରୀ ଆଉ ମୃତ ବାପା ମାଆମାନଙ୍କ ପାଇଁ ଆଉ କାନ୍ଦି ନ ପାରନ୍ତି ସାର୍। ସାର୍ ମୁଁ କ'ଣ କହୁଥିଲି କି ହଁ। ସାର୍ ଶୋକଟାକୁ ଗୋଟେ ଛୋଟ କବିତା ଆକାରରେ ସାର୍ ଆମେ ପ୍ରକାଶ କରିଦେଲେ ସବୁ ଲୋକଙ୍କୁ ଛୁଅନ୍ତା ସାର୍। ଏ ବଢ଼ିଆ ହବ। ସାର୍ ସାର୍ ଆମର 53 ହେଇଗଲା ସାର୍। ତେପନ ହେଇଗଲା। ସାର୍ 52 ଟପିଲେ ସାର୍। ସାର୍
ସାର୍ କ'ଣ କଲେ ସାର୍ ସେଇଟା ମୁଁ ଆପଣଙ୍କୁ କହିଥାନ୍ତି ସାର୍ ସେଇଟା ଆପଣ ମୋତେ କହିଦେଲେ ସାର୍ ହବ ସାର୍ ହବ ସାର୍ ଚଉବନ କ'ଣ କରୁଛନ୍ତି ସାର୍ କେତେ ଚଉବନ ଏମିତି ଗଣିତ ଲାଗିବ ସାର୍ ଆପଣଙ୍କ ଜନ୍ମଦିନ ପାଳନ ହବ ସାର୍ କଥା ହେଉଛି କ'ଣ କି ମାନେ ସାର୍ ଜୟନ୍ତୀଟା ଯଦି ବର୍ଷକୁ ଥରେ ଆମେ ସାର୍ ପାଳନ କରିବା ହୁଏତ ସବୁ ଲୋକମାନେ ଆସି ଆପଣଙ୍କ ଜନ୍ମଦିନରେ ସାର୍ ଶୁଭେଚ୍ଛା ଜଣାଇ ପାରିବେ ନାହିଁ ସେଥିପାଇଁ ସାର୍ ମୁଁ କ'ଣ କହୁଛି ସାର୍ ମୋର ଗୋଟେ ଆଇଡ଼ିଆ ସାର୍ ଆମେ ଯଦି ଜୟନ୍ତୀଟାକୁ ସାର୍ ଭିନ୍ନ ଭିନ୍ନ ଦିନରେ ସାର୍ ପାଳନ କରିବା ସାର୍ କିଛି ସବୁ ଅନୁଷ୍ଠାନକୁ ସାର୍ ସୁଯୋଗ ମିଳନ୍ତା ତା ଛଡ଼ା ବାରମ୍ବାର ସାର୍ ଆମ ନାଁ ହେଲେ ସାରଥି ଆଜିକାଲି ତ ସବୁ ଜାଣିଛ କନସଲଟାନ୍ସିର ଯୁଗ ଏସବୁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜଣେ କନସଲଟାଣ୍ଟ କହିବା ସାର୍ ଆଜି ସାର୍ ମୁଁ ଚାଲିବି ସାର୍ ୟେସ୍ ଆମର ଗୋଟେ କନସଲଟାଣ୍ଟ ଦରକାର ୟେସ୍ କନସଲଟାଣ୍ଟ ଉପସ୍ଥିତ ଅଛନ୍ତି କିନ୍ତୁ ଉପଯୁକ୍ତ କ୍ଷେତ୍ର ଅଭାବ ସେ ପ୍ରତିଭା ଫୁଟିଲେ ବି ତାହା ବିକଶିତ ହୋଇପାରୁଛି ସେହି ଅଭାବ ପୂରଣ କରିବା ପାଇଁ ଆଜି ସେ କ୍ଷେତ୍ର ପ୍ରସ୍ତୁତ ହୋଇସାରି ଆଜିର ଏହି ପବିତ୍ର ମୁହୂର୍ତ୍ତରେ ଏକ ନୂତନ ଅନୁଷ୍ଠାନ ସୃଷ୍ଟି ହୋଇଛି ନା ତାର ପ୍ରତିଭା ମୁଁ କୃଷ୍ଣ ବିଦ୍ୟାଳୟ ଏ ଅନୁଷ୍ଠାନର ପ୍ରଥମ ସଭ୍ୟ ଏ ଅନୁଷ୍ଠାନର ସଭାପତି ଭାବରେ ଆସନ ଅଳଙ୍କୃତ କରିବା ପାଇଁ ପ୍ରଥମେ ମୁଁ କହୁ ଏ ପ୍ରତିଭା ଅନୁଷ୍ଠାନର ସଭାପତି ଆସନ ଅଳଙ୍କୃତ କରିବା ପାଇଁ ମୁଁ ଶ୍ରୀକୃଷ୍ଣ ଦ୍ୱୈପାୟନଙ୍କୁ ଅନୁରୋଧ କରୁଛି ମୁଁ କନ୍ଦର୍ପ ଏ ଅନୁଷ୍ଠାନର ଦ୍ୱିତୀୟ ସଭ୍ୟ ନିଜର ସାଂଗଠନିକ ସାମର୍ଥ୍ୟ ଉପରେ ଅଖଣ୍ଡ ବିଶ୍ୱାସ ଥିବାରୁ ସଭାପତିଙ୍କ ଅନୁରୋଧ କ୍ରମେ ମୁଁ ଏ ଅନୁଷ୍ଠାନର ସମ୍ପାଦକ ଦାୟିତ୍ୱ ଗ୍ରହଣ କରୁଛି ମୁଁ ମୋର ବାୟୋଡାଟା ସଭାପତିଙ୍କୁ ଦେଉଛି ମୁଁ ବର୍ତ୍ତମାନ ଏଠି ଉପସ୍ଥିତ ଥିବା ଗୁଣିଜ୍ଞାନୀମାନଙ୍କୁ ଅନୁରୋଧ କରୁଛି ସେମାନେ ନିଜର ବାୟୋଡାଟା ସହ 100 ଟଙ୍କା ସଭାପତିଙ୍କ ପାଖରେ ପୈଠ କରି ଏ ଅନୁଷ୍ଠାନର ସଭ୍ୟ ହୁଅନ୍ତୁ ଏବେ ମୁଁ ସଭାପତିଙ୍କୁ ଅନୁରୋଧ କରୁଛି ସେ ତାଙ୍କ ନିଜ ମୁହଁରେ ନିଜ ଗୁଣ ବଖାଣ ପ୍ରଥମେ ମୁଁ ମୋ ବିଷୟରେ ମୁଁ ତ ଜଣେ ଭାଗ୍ୟହୀନ ପ୍ରତିଭାଜନ କବି ମୋ କବିତା ଛପା ହୋଇ ପତ୍ରିକାରେ କବି ମୁଁ ତ ଜଣେ ଭାଗ୍ୟହୀନ ପ୍ରତିଭାଜନ କବି ଆରେ ଉଚ୍ଚ ପଦପଦବୀରେ ଯେ ରହିବ ସେ ଯାହା ପଛେ ସମ୍ପାଦକ ଅବଶ୍ୟ ଛାପିବ ଉଚ୍ଚ ପଦପଦବୀରେ ଯେ ରହିବ ସେ ଯାହା ଲେଖିବ ଯେ ସମ୍ପାଦକ ଛାପିବ ଆରେ ଛାପିଲି ବହି ବିକ୍ରି ନାହିଁ ନେଇଛି ଘରେ ଥୋଇ ଭାବୁଛି ମନେ ବିକିବି ତାକୁ ଠୁଙ୍ଗା ଶିଳ୍ପ ପାଇଁ କବିତା ପଢ଼ାଠି କବିଙ୍କର ନାମ ହେ କବିତା ମୁଁ କରୁଛି ପ୍ରଣାମ ମୁଁ ତୋ କଥା କହୁଛି अरे एक्टर मुझे एक्टर जब तो थिएटर हीरो मुझे फेम फैक्टर एक्टर तू एक्टर जब तो थिएटर हीरो मुझे मेन फैक्टर मैं भी बाजू नहीं लगी फिल्म डायरेक्टर अरे जो मैंने चिल्ला चिल्ले
ଯେତେବେଳେ ଛୋଟ ଥିଲୁ ଚାରିଶହରେ ପଢ଼ିଥିଲୁ ସେତେବେଳେ ସହରରେ ଜଣେ କିଏ ଭିଆଇପି ଲୋକ ଆସିଲେ ଆମ ସ୍କୁଲ ସାର୍ ଆମକୁ ଧାଡ଼ି ବାନ୍ଧି ନେଇ ରାଜରାସ୍ତାର ଦି କଡ଼ରେ ଠିଆ କରିଦେଉଥିଲେ ଆଉ ସେ ଭିଆଇପି ସେ ରାସ୍ତାରେ ଗଲାବେଳକୁ ଆମେ ତାଙ୍କ ଉପରୁ ଫୁଲ ଫୋପାଡ଼ୁଥିଲୁ ଆଉ ତାଳି ମାରୁଥିଲୁ। ସେ ଭିଆଇପି ଗଲା ପରେ ସାର୍ ଆମକୁ ସ୍କୁଲକୁ ଫେରେଇ ଆଣି ହାତରେ ଦିଟା ଲଡୁ ଧରେଇ ଦେଉଥିଲେ। ଓ ତାମାନେ ଲଡୁର ମିଠାରେ ତମେ ଏ କାମ ଶିଖିଛ? ଖାଲି କ'ଣ ସେତିକି, ଯେତେବେଳେ ସରକାର କୌଣସି ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବାକୁ ଭାବୁଥିଲେ ସେତେବେଳେ ତ ଶ୍ରୋତା ହୁଅନ୍ତିନି। ସାର୍ ଆମକୁ ଟିକେ ଜବରଦସ୍ତି ସେ ସଭାରେ ବସଉଥିଲେ କିନ୍ତୁ ସଭା ଶେଷ ହେଲା ବେଳକୁ ମିଳୁଥିଲା ଜଳଖିଆ ପ୍ୟାକେଟ। ତାପରେ ଯେତେବେଳେ ଟିକେ ବଡ଼ ହେଲୁ ଆଉ ସ୍କୁଲରେ ପଢ଼ିଲୁ ଆମକୁ ଚାନ୍ଦା ଆଦାୟ କାମରେ ଲଗା। ପ୍ରଥମେ ନିଜ ସାହିରେ ବୁଲି ବୁଲି ଚାନ୍ଦା ଆଦାୟ କଲୁ, ତାପରେ ଗଣେଶ ପୂଜା ସରସ୍ୱତୀ ପୂଜାରେ ଅନ୍ୟ ସାହିରେ ବୁଲିଲୁ, ତାପରେ ବୁଲିଲୁ ରେଲୱେ ଷ୍ଟେସନ ବସ୍ ଷ୍ଟାଣ୍ଡ। ଏଥର କିନ୍ତୁ ଚାନ୍ଦା ଆଦାୟ ଗୋଟେ ରେଟ୍ ଫିକ୍ସ ହେଇଥାଏ। ପ୍ରତି 100 ଟଙ୍କା ଚାନ୍ଦା ଆଦାୟ କଲେ କମିଶନ ମିଳୁଥାଏ 10 ଟଙ୍କା। ଆରେ ବାଃ, ବେଶ ଲୋକଟେ କମିଶନ ତ। ତାପରେ ଯେତେବେଳେ ଆମେ କଲେଜରେ ପଢ଼ିଲୁ ଆମକୁ ଭଡ଼ାରେ ଲଗେଇବା ପାଇଁ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହେଇଗଲା। ଅଧ୍ୟାପିକା ମାନେ ବି? ଦର୍ଶନ ବିଭାଗର ଅଧ୍ୟାପକ ଡକ୍ଟର ରାୟ ବିଏ ଛାତ୍ରୀ ବିନୋଦିନୀ ସାଙ୍ଗରେ କଣ ପ୍ରେମ? ଥରେ ମ୍ୟାଥମେଟିକ୍ସର ଅଧ୍ୟାପିକା ମିସ୍ ମହାନ୍ତି ମତେ ଡାକି କହିଲେ, ମୁନ୍ନା ମ୍ୟାଡାମ ପଢ଼ାପଢ଼ି କେମିତି ଚାଲିଛି? ଭଲ ଚାଲିଛି ମ୍ୟାଡାମ। ମ୍ୟାଥମେଟିକ୍ସରେ ତ ତମେ ଫେଲ୍ ହେଇଛ। ନାଇଁ ମ୍ୟାଡାମ ପଢ଼ାପଢ଼ିର ନାଁ ନାହିଁ, ବାଳୁଙ୍ଗା ବୋଲି ତମ ନାଁ ବେଶ ଶୁଣା ଯାଉଛି। ପଢୁଛି ମ୍ୟାଡାମ, କିଛି ପଢ଼ୁଛି ନାହିଁ ମ୍ୟାଡାମ। ତମେ ମୋର ଗୋଟେ କାମ କରିଦେବ? କୁହନ୍ତୁ ମ୍ୟାଡାମ। ବିନୋଦିନୀ ଆଉ ଅଧ୍ୟାପକ ରାୟ ଏ ଦି ଜଣଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରେଇ ଦେଇପାରିବ? ପାରିବି ମ୍ୟାଡାମ। ତମ ମ୍ୟାଥମେଟିକ୍ସ ନମ୍ବର କଥା ମୁଁ ବୁଝୁଛି, ତମେ ଖାଲି ସେ ଦି ଜଣଙ୍କ କଥା ବୁଝ। ତାପରେ କଣ ହେଲା? ତାପରେ 2ଟା ଦିନ ଭିତରେ ସେ ଦି ଜଣଙ୍କୁ ଗୋଟେ କମ୍ପ୍ରୋମାଇଜିଂ ପୋଜିସନରେ ଧରେଇଦେଲେ ଆଉ ତାପରେ ସେମାନଙ୍କୁ ପ୍ରସେସନ କରି ସାରା ସହର ବୁଲାଗଲା। ତମକୁ ଭଡ଼ା ମିଳିଲା? ମାନେ ମ୍ୟାଥମେଟିକ୍ସରେ ଫେଲ୍ ହେଇଥିବା ମୁନାକୁ ନମ୍ବର ମିଳିଲା 60। ଆଉ ତାହା କଥା ତମେ ନିଜେ ଦେଖ, ଏ ପିଣ୍ଡିରେ ଲୋକଙ୍କୁ ଭଡ଼ା ଲଗେଇବା ପାଇଁ କେତେ ଭିଡ଼ ଲାଗିଲା। ଏବେ ତ ନିଶ୍ୱାସ ମାରିବାକୁ ବି ଫୁର୍ସତ ନାହିଁ। ମୁନ୍ନା ଭାଇ, ତମେ ଭଡ଼ାରେ କେତେ ଲୋକଙ୍କର କେତେ କାମ କରୁଛ? ଆଉ ଜଣଙ୍କର ଗୋଟେ କାମ କରିଦେବ? କି କାମ? ମୋର ଜଣେ ସାଙ୍ଗ ଅଛି, ତାର ଯୌବନ ପୁରା ଗଡ଼ି ଯିବାକୁ ବସିଲାଣି। ତାକୁ ଏ ପର୍ଯ୍ୟନ୍ତ କେହି ଜଣେ ହେଲେ ଭଲ ପାଇଲେନି। ତାର ମନେ ହୁଏ ତା ଭିତରେ ନାରୀଙ୍କର କୋଉଠି କିଛି ଅଭାବ ରହିଛି, ଯୋଉଥିପାଇଁ ସେ ପୁରୁଷକୁ ଆକୃଷ୍ଟ କରିପାରୁନି। ତାର ଅଭାବ ତ ଦିନକୁ ଦିନ ଏତେ ଗ୍ରାସ କରୁଛି ଯେ ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରୁଛି। ତମେ ତାକୁ ପ୍ରେମ କରିପାରିବ? ମୁଁ ଭଡ଼ାରେ? ମାନେ ବସିଯିବ ରିସ୍କ ନାହିଁ ତ? ନା, ସେ ସବୁ ବିଷୟରେ ଆଗରୁ ଚୁକ୍ତିପତ୍ର ହେଇଯାଇଥିବ। ମତେ କ'ଣ କରିବାକୁ ପଡ଼ିବ? ତମକୁ ଖାଲି ପ୍ରତି ସପ୍ତାହରେ ଖଣ୍ଡେ ଚିଠି ଲେଖିବାକୁ ପଡ଼ିବ। ନିରୁ, ତମ ସାଙ୍ଗର ପରିଚୟଟା? ତମେ ତା ନାଁ ଜାଣିବନି, ତା ଠିକଣା ଜାଣିବନି, କି ତା ପରିଚୟ ବି ଜାଣିବନି। କିନ୍ତୁ ଭଡ଼ା ଟଙ୍କା ମିଳିବାରେ ଆଦୌ ଖିଲାପ ହବନି। ମାସକୁ ମାସ ମୁଁ ଆସି ଆଗତରା ଭଡ଼ା ଟଙ୍କା ଦେଇଛି, ଆଉ ପ୍ରତି ସପ୍ତାହରେ କିନ୍ତୁ ତମକୁ ତା ଚିଠି ନେଇଛି, ହେଲା? ମୁନ୍ନା ଭାଇ, ହଁ, ଏ ଶାସକ ଦଳଠୁ ଖବର ଆସିଛି। କ'ଣ? ତାଙ୍କ ଶାସନର 4 ବର୍ଷ ପୂରଣ ହେଇଛି। ଏ ଶାସନର ଜିନ୍ଦାବାଦ ଧ୍ୱନି ଦେଇ ଏକ ବଡ଼ ପ୍ରସେସନ ବାହାର କରି ସହର ପରିକ୍ରମା କରିବାକୁ ପଡ଼ିବ। ଆଚ୍ଛା, ଜଣକା 200 ଟଙ୍କା। ବଢ଼ିଆ ତ। ମୁନା ଭାଇ, ହଁ, ମୁନା ଭାଇ, ବିରୋଧୀ ଦଳ ନେତା ଖବର ଦେଇଛନ୍ତି। କୁହ। ଏ ସରକାରଙ୍କର 4 ବର୍ଷ ଶାସନରେ ଲୋକମାନେ ଅତିଷ୍ଠ ହୋଇଗଲେ। ଚୋରି, ନାରୀ, ଡକାୟତି, ଧର୍ଷଣ ସବୁଥିରେ ଲୋକ ଅତିଷ୍ଠ। ତେଣୁ ସରକାରଙ୍କୁ ବଦନାମ କରିବା ପାଇଁ ଗୋଟେ ବିକ୍ଷୋଭ ରାଲି ସହର ପରିକ୍ରମା କରିବ। ଜଣକା ମିଳିବ 100 ଟଙ୍କା। ଆଚ୍ଛା, କ'ଣ ଆମେ ଏଥିରେ ରାଜି ହେବା? କୁହ ମୁନ୍ନା ଭାଇ, କ'ଣ ରାଜି ହବା କଣ୍ଟ୍ରାକ୍ଟରେ? ଆମେ କଣ୍ଟ୍ରାକ୍ଟରେ ରାଜି ହବା।
आमे दीटा जाक कॉन्ट्रैक्टर राजी दीटा भिन्न भिन्न दिन रे सहर प्रोसेसन बाहरिबो आ जण जण का 300 टका हां ताले खेती कोन मुना भाई आउ गोटे কথা से कॉन्ट्रैक्टर विवेक बाबू तांको गोटे उचित शिक्षा देबाक पड़े काई कोन तांको घर जो चाकर टका गोटे चाहा कप भांगी देला बनी ताकू मारी मारी ता पिठिने नळा पके दिछ ता मुहटा पूरा फुली जाइछ आखी गोटे नष्ट हो जाइछ से कोडी अछि उठे लहिब लुचि कि से ताको घर चली आसे मो हाबुडे पड़ला मु नै कि मो घर रखिछि प्रथमे तो शिशु श्रमिक रखिबा अन्याय ता पूरी पूरी निर्यातना एमानकु उचित शिक्षा देवा पड़िबो आस मो साइरे चलो सनातन चौधरी के द्वारा नाटक उत्सव उद्घाटन ଭଲ ଫଟୋଟା ବାହାରିছে ଦୀପ ଜାଲା ଭଲ ଫଟୋଟା ବାହାରିছে ସାରଥି ନାଟକ ଉତ୍ସବ ଉଦ୍ଘାଟନ କରିଥିଲି ତା ଫଟୋ ବାହାରିଛି ମୁଁ ଜଗନ୍ନାଥଙ୍କ ପାଖରେ ଦୀପ ଜାଳୁଛି ଅନାଥ ଆଶ୍ରମରେ ସନାତନ ଚୌଧୁରୀ ଅନାଥ ପିଲାକୁ ମିଠେଇ ବାଣ୍ଟିଲେ ସାର୍ ଅନାଥ ପିଲାଟା ସାର୍ ଘରକୁ ସେଇ ଫଟୋଟା ସାର୍ ବାହାରିଛି ସାର୍ ମୁଁ କାଖ କରିଥିଲି କେତେ ଲୋକ ଖବର କାଗଜ ପଢିବେନି ମୋ ନାଁ ଜାଣିବେନି ମୋ ଫଟୋ ଦେଖିବେନି ସାରଥି ମୁଁ ଅମର ହେବି ସାରଥି ସାର୍ ଆପଣ ଅମର ହେବେ କଣ ଅମର ହେବି ସାର୍ ଆପଣ ଅମର ହେବେ କଣ ଆପଣ ଅମର ହେଇ ସାରିଲେଣି ସାର୍ ଏଇ କିଛି ଦିନ ହେଲା ଟିଭିରେ ଆପଣଙ୍କ ନା ରେଡ଼ିଓରେ ଆପଣଙ୍କ ନା ଖବରକାଗଜରେ ଆପଣଙ୍କ ନା ସାର୍ ଆପଣ ତ ସପଡ଼ା 100 ଜଣ ଜାଣିପାରିବେନି ସାର୍ ସାରଥି ଆମ ପ୍ରଧାନମନ୍ତ୍ରୀଙ୍କ ନାଁ ପ୍ରତିଦିନ ଖବର କାଗଜରେ ରେଡ଼ିଓରେ ଟିଭିରେ ହେଲେ ଦେଶର ଶତକଡ଼ା 30 ଭାଗ ଲୋକ ତାଙ୍କ ନାଁ ଜାଣିନାହାନ୍ତି ତମେ କହୁଛ କ'ଣ ମତେ ଶତକଡ଼ା 100 ଲାଗେ ସାର୍ ମୁଁ ଛାତିରେ ହାଉସ କରି କହୁଛି ସାର୍ ହଁ ଶତକଡ଼ା 100 ନ ଜାଣନ୍ତୁ ସାର୍ କିନ୍ତୁ ଶତକଡ଼ା 50 ଆପଣ ଜାଣିବେ 50 ଜାଣିବେ ସାର୍ ସାର୍ ବୁଢ଼ା ବୁଢ଼ୀ ଯୁବକ ଯୁବତୀ ଏମିତି ସାର୍ କିଛି କିଛି ଶିଶୁମାନେ ମଧ୍ୟ ଆପଣଙ୍କ ନାଁ ସାର୍ ମନେ ରଖି ସାରିଲେଣି କିଛି କିଛି ଶିଶୁ ବି ମୋ ନାଁ ମନେ ରଖିଦେବେନି ତମ କଥା ଯଦି ସତ ବୋଲି ଧରି ନିଆଯାଏ ତାହେଲେ ଆଜିକାଲିକାର ଶିଶୁମାନେ ଆଉ ପ୍ରାୟ 70 ବର୍ଷ ବଞ୍ଚେ ହଁ ସାର୍ ସାର୍ ସେଇ 70 ବର୍ଷ ତାଙ୍କ ସାଙ୍ଗରେ ଆପଣ ଆହୁରି 70 ବର୍ଷ ବଞ୍ଚିଯିବ ସାର୍ ତା ମାନେ 70 ବର୍ଷ ପରେ ଯେତେବେଳେ ଆଜିକାଲିକାର ଶିଶୁମାନଙ୍କର ମୃତ୍ୟୁ ହବ ତା ସାଙ୍ଗେ ସାଙ୍ଗେ ମୋ ନାଁରେ ବି ମୃତ୍ୟୁ ହବ ହଁ ସାର୍ ହଁ ସାର୍ ନାଇଁ 70 ବର୍ଷ ନୁହେଁ 700 ବର୍ଷ ନୁହେଁ 7000 ବର୍ଷ ନୁହେଁ କାଳ କାଳକୁ ଯୁଗ ଯୁଗ ମୋ ନାଁ ବଞ୍ଚି ରହିବ ଖବର କାଗଜରେ ରେଡ଼ିଓରେ ଟିଭିରେ ମୁଁ ଆଜି ବଞ୍ଚିଥିଲା ବେଳେ ଯେମିତି ମୋ ନାଁ ବାହାରୁଛି ମୋ ମୃତ୍ୟୁ ପରେ ବି ମୋ ନାଁ ଠିକ୍ ସେମିତି ବାହାରୁଛି ସାର୍ ବାହାରିବ କେମିତି ବାହାରିବ କେମିତି କ'ଣ ବାହାରିବ ଚିନ୍ତା କରୁଛ କ'ଣ ଚିନ୍ତା କରୁଛ କ'ଣ କହୁନାହାନ୍ତି ସାର୍ କ'ଣ ଚିନ୍ତା ହବନି ସେଇଥିପାଇଁ କହିଥିଲି ଜଣେ କନସଲଟାଣ୍ଟ ଡାକିବା ପାଇଁ କାହାନ୍ତି ସେ ସାର୍ ସାର୍ 11 ଟା କରୁଛୁ ସାର୍ ଆସିବେ ସାର୍ ସାର୍ 11ଟା ବାଜିବ ସାର୍ ଆସିବେ ସାର୍ ଆସିବେ ସାର୍ ଆସିବେ ସାର୍ ଆସୁ ଆସୁ ସାର୍ ସାର୍ ଆସୁ ସାର୍ ବୁଦ୍ଧିମତ ଦେବ ସାର୍ କନସଲଟାଣ୍ଟ ମୁଁ ଆମେରିକାର ସୋସିଓଲୋଜିରେ ଡିଲିଟ୍ କରିଥିଲି ଏବେ କନସଲଟାନ୍ସି କରୁଛି ମୋତେ ସାରଥ୍ୟ ହଁ ମୋତେ ସାରଥ୍ୟ କହିଲେ ଆପଣ ମୋତେ ମୋ ସାହାଯ୍ୟଟା କ'ଣ କି ପ୍ରକାର ମୁଁ ସାହାଯ୍ୟ ବହୁତ ଭିଡ଼ ସାର୍ ସକାଳ ସୁଦ୍ଧା ଲୋକ ଧାଡ଼ି ବାନ୍ଧିକିନା ଛିଡ଼ା ଅଛନ୍ତି ଏମିତି ଡକ୍ଟରଙ୍କ ଭାବେ ସାର୍ ପେସେଣ୍ଟଙ୍କ ଭିଡ଼ ନାହିଁ ସାର୍ ଭଲ ନାଁ ଅଛି ଆଚ୍ଛା ଆପଣଙ୍କ ସମସ୍ୟାଟା କ'ଣ କହୁଛନ୍ତି ତାର ଗୋଟେ କିଛି ସମାଧାନ ପନ୍ଥା ନାଇଁ ସାର୍ କଥା ଉପରେ ଶାରୀରିକ ସମସ୍ୟା ମାନେ ଅନେକ